ଆସନ୍ତୁ ଶୁଣିବା ମୋ ସ୍ୱରଚିତ କବିତା ପାହାନ୍ତାର ନିଶବ୍ଦ ଇଶାରା। ମୁଁ ତୁମକୁ ଯେତିକି ଭାବୁଛି ତୁମେ ମୋତେ ସେତିକି ଭାବୁଛ କି ନାହିଁ ଜାଣିନି। ତେବେ ମୋ ମନକୁ ସାନ୍ତ୍ୱନା ଦେଇ ତୁମେ ମୋ କଥା ଭାବୁଛ ବୋଲି ଭାବି ମୁଁ ତୁମକୁ ଭାବେ ଗଭୀର ଭାବରେ। ନିସ୍ତବ୍ଧ ରାତ୍ରିରେ ଘର ଅଗଣାରେ ତାରାମାନଙ୍କୁ ଫୁଙ୍ଗୁଳା ଛାତି ଦେଖାଇ ଶବାସନ ମୁଦ୍ରାରେ। ଚକ୍ଷୁର ତୁଳିକା ମୋର ତାରା ସାଥେ ତାରା ଯୋଡ଼ି ତୁମର ଛବିଟିଏ ଆଙ୍କି ପକାନ୍ତି ଆକାଶର କାନଭାସରେ। ଅତ୍ରି ପୁଲ ପୁଲସ୍ଥ ଆଉ ଧ୍ରୁବଙ୍କୁ ପ୍ରଶ୍ନବାଚକ ଚିହ୍ନରେ ଠାବ କରିଲା ପରି ନୂଆ କରି ଭୂଗୋଳ ପଢ଼ୁଥିବା ଶିଶୁ। ତାରାମାନେ ବୋଧହୁଏ ଆକାଶରୁ ମାପି ପାରିଛନ୍ତି ତୁମ ଅବର୍ତ୍ତମାନରେ ମୋ ଛାତି ତଳର ଅବିଶ୍ୱସନୀୟ ସ୍ପନ୍ଦନର ତରଙ୍ଗକୁ। ସେପାଇଁ ଦରଦୀ ତାରାମାନେ ମୋ ଦୁଃଖରେ ଦୁଃଖୀ ହୋଇ ଆପେ ଆପେ ଖଞ୍ଜି ହୋଇ ଯାଉଛନ୍ତି ତାଳରୁ ତଳିବା ପର୍ଯ୍ୟନ୍ତ ଅବିକଳ ତୁମରି ରୂପମାଧୁର୍ଯ୍ୟରେ ମଣ୍ଡି ହୋଇ ଆକାଶକୁ ପିଠି କରି ଓଲଟ ମୁଦ୍ରାରେ। ଯେପରି ମୁଁ ତୁମ ମୁହଁ ସାଥେ ମୁହଁ ଦେଇ ପ୍ରଗଳ୍ଭ ପାଗଳଟିଏ ଗପିଲା ପରି ଗପି ପାରିବି ସ୍ପନ୍ଦନର ଗତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ। କିନ୍ତୁ ତୁମ ଅଙ୍ଗ ସାଜିଥିବା ସଂଯତ ତାରାମାନେ ମୋ ଚେତନାର ଜାଗୃତି ପାଇଁ ଖଣ୍ଡ ବିଖଣ୍ଡିତ ହୋଇ ବିଲୀନ ହୋଇଯାଆନ୍ତି ମହାଶୂନ୍ୟରେ। ସମୟ ସ୍ରୋତରେ ଧାଉଁଥିବା କୁଆଁ ତାରାର ପ୍ରତୀଚି କୋଳରେ ପାହାନ୍ତାର ନିଶବ୍ଦ ଇଶାରାକୁ ପାଥେୟ କରି ଧନ୍ୟବାଦ।